ସଭା ପ୍ରଥମେ ଯେତେବେଳେ ଗୋଡ଼ ମୋର ଆଜିକି 8 ବର୍ଷ ଖଣ୍ଡେ ହେଇଗଲାଣି। 8 ବର୍ଷ ପରେ ଆସ୍ତେ ଆସ୍ତେ ଟିକେ ହେଲା। ମୁଁ ବହୁତ ଗୁଡ଼େ ବୁଲାବୁଲି ଔଷଧପତ୍ର ଏଲୋପାତି ହୋମିଓପାଥି ଆୟୁର୍ବେଦିକ ଖାଆପିଆ କଲି, ଆରେ ଭଲ ହେଲାନି। ଏ 6 ମାସ ତଳେ ମୋ ଝିଅ ଆସିକା ରହୁଛି, ଟିଚରସିପ୍ କରିଛି ଲେକ୍ଚରସିପ୍। ସିଏ ପଠେଇଲା ବେଳେ ସାର୍ଙ୍କର ଭିଡ଼ିଓ, କହିଲା ମା' ତୁମେ ଟିକେ ଦେଖ, ତୁମେ ଦେଖିବା ଭବିଷ୍ୟତରେ ତାଙ୍କ ପାଖେ ଅପରେସନ୍ କରିବା କି କ'ଣ କରିବା। ତାପରେ ପୁଣି ମୋତେ ଟିକେ ଭୟ ଲାଗୁଥିଲା ବହୁତ, ମାନେ କହୁଛନ୍ତି କାଟିଲେ ଚାଲିପାରିବନି, ପୁଣି ତୁମେ ପୁଣି ଗ୍ୟାମେଜ୍ ହେଇଯିବ, କିଛି କରିପାରିବନି। ମୋର ଟିକେ ବହୁତ ଭୟ ଥିଲା, ବହୁତ ନା ପୁରା ଏକ୍ସେସ୍ ଭୟ ଥିଲା, କାଳେ ଆଉ ଚାଲିପାରିବିନି। ତାପରେ ସାର୍ଙ୍କ ପାଖକୁ ସେଠୁ ଏଇ 2 ମାସ ତଳେ ସାର୍ଙ୍କ ପାଖକୁ ଆଣିଥିଲେ ଦେଖିବା ପାଇଁ। ଦେଖିବା ପରେ ସାର୍ ମୋତେ କ୍ଲିୟରଲି ବସିକି ଭଲକି ପୁରା ବୁଝେଇ ଦେଲେ, କେଉଁ ପ୍ରୋସେସିଂରେ କଲେ କ'ଣ ହେବ, ଏମିତି ବୟସ ସବୁ ପୁରା ବୁଝେଇଲା ପରେ ତାପରେ ମୁଁ ବୁଝିଲି। ତାପରେ ମୋତେ କହିଲେ ତୁମେ ଆପଣ ଯାଆନ୍ତୁ ଘରକୁ ମେଣ୍ଟାଲ୍ ପ୍ରିପେୟାର ହେଇକିରି ଆମ ପାଖକୁ ଆସିବେ। ତାପରେ ମୋର ଯିଏ ସାନ ଜଇଁ ଅଛନ୍ତି, 2ଟା ଜଇଁ ମୋର ଅଛନ୍ତି, ସେମାନେ ସବୁବେଳେ 2 ଝିଅ 2 ଜଇଁ 3 ଝିଅ ସମସ୍ତେ ସବୁବେଳେ ଭଉଣୀ ତୁ କହିଲେ ଅପରେସନ୍ ହୁଅ କହିଲେ। ମୁଁ ସେଇଆକୁ ଭଗବାନଙ୍କୁ ଆଶ୍ରା କରିକି ମୁଁ କହିଲି ହଉ ଦେଖିବା ଥରିବା ଗୋଟେ ଥର କରିବା, ଆମେ କଲେ ସିନା ଜାଣିବା ଆମର କଷ୍ଟଟା କେତେ ହେଉଛି ନ ହେଉଛି, ତାହେଲେ କରିବା ଏହା ଭାବିକି ମୁଁ ସେଠୁ ଆସିଲୁ। ଆଜିକି ତ ଆସିବାର 7 ଦିନ ହେଲା। ପ୍ରଥମ ଦିନ ଆସିଲୁ ଏଠି ରହିଲୁ, ତା ପରଦିନ 7ଟା 15ରେ ମୋତେ ନେଇଗଲେ ଓଟିକି। 9ଟା 35 ମୋର ସରିଗଲା। ସରିଯିବା ପରେ ଆୟୁଷରେ ରହିଲି 2 ଦିନ। ତାପରେ 2 ଦିନ ପରେ ଏଠିକି ଓଟିକି ଆସିଲୁ। ତାପରେ ଆଗେ ଯେଉଁ ଫିଲ୍ ହେଉଥିଲା, ଯେଉଁ ଇଏ ହେଉଥିଲା, ସେତେ ଚଲାଚଲି କରୁନି, କିନ୍ତୁ ଆଗ ଅପେକ୍ଷା ଭଲ ଲାଗୁଛି। କିନ୍ତୁ ଫିଜିଓଥେରାପି କଲାବେଳେ ଟିକେ କାଟିବ, କିନ୍ତୁ ଭୟ କରିବାର କିଛି ନାହିଁ, ନିଶ୍ଚିତ ଭଲ ହେଇଯିବେ। ଯେଉଁମାନେ ବି କରନ୍ତୁ ନିଶ୍ଚିତ ଭଲ ହେବେ, ଏଇଟା ଗ୍ୟାରେଣ୍ଟି ଆମେ କହିପାରୁଛୁ। କିନ୍ତୁ ଆମ ଭାଗ୍ୟ ସହ ସେଇଟା ପୁଣି ଯୋଡ଼ି ହେଇ ଅଛି, ପୁଣି ଯେଉଁଟା ମୋର କିଛି ଖରାପ ହେବ ଆମେ କ'ଣ କରିପାରିବା? ଆମେ କ'ଣ ଡାକ୍ତରଙ୍କୁ ଦୋଷ ଦେଇପାରିବା କି? ଏଇଟା ନିଜକୁ ନା ଦୋଷ ଦେବା, ଡାକ୍ତରଙ୍କ କିଛି ଦୋଷ ନାହିଁ। ଏଇଟା ଆମେ ଆମ ପ୍ରିପାରେସନ୍ରେ ରହିବା। ଯେମିତି ସାର୍ ବତାଉଛନ୍ତି ଫିଜିଓଥେରାପି କରିବ, ଏମିତି ଖାଇବ, ସେମିତି ଖାଇବ, ଏମିତି ସେଇଟା କରିବ। ଆମେ ତାଙ୍କରି ମେଥଡ଼ରେ ଗଲା ପରେ ତାପରେ ନେକ୍ସଟ 1.5 ମାସ ପରେ ଜଣାପଡ଼ିବ ଆମେ କେତେ ଭଲ ହେଉଛେ କ'ଣ ହେଉଛେ। ଅପରେସନ୍ ପରଦିନ ଆଇସିୟୁରେ ଥିଲୁ, ଗଲେ ଫିଜିଓଥେରାପି କରିବା ପାଇଁ। ସେମାନେ ଅଳ୍ପ ଟିକେ ଚଲାଚଲି କଲେ, କିନ୍ତୁ ଧରିକିରି ଚଲେଇଲେ ବାଡ଼ି ଦ୍ୱାରା। ତା ପରଦିନ ଆଉ ଧରିକି ଚଲେଇଲେନି, ହାତ ଧରିକି ଟିକେ ଟିକେ ଆସ୍ତେ ଆସ୍ତେ ଟିକେ ଚଲେଇଲେ। ଥାର୍ଡ଼ ଦିନ ବି ସେମିତି ଉଠେଇକି ଚଲେଇଲେ। ଅନୁଭବ କଲୁ ଯେ ପ୍ରଥମ ଦିନ ଯେମିତି ହେଉଥିଲା ତା ପରଦିନ ଟିକେ ଅଧିକା ହେଲା, ତା ପରଦିନ ଟିକେ ଅଧିକା ହେଲା। ତାପରେ ଏଠି ଆସି କଲିବା ପରେ ଏବେ ବିନା ଆଶ୍ରୟରେ ବି ଚାଲି ହେଇପାରୁଛି, କିନ୍ତୁ ବାଥରୁମ୍ ଯାଇ ହେଉଛି। କିନ୍ତୁ ପୁରା ସମ୍ପୂର୍ଣ୍ଣ ତ ଯେମିତି ଆମେ ଯେମିତି ଷ୍ଟେପ୍ ପକାଇ ଯାଉଥିଲେ ସେମିତି ଯାଇ ହେଉନି, କିନ୍ତୁ ଯାଇ ହେଉଛି। କି ଗୋଟେ ଲୋକ ଚାହିଁଲେ ଯାଇପାରିବ, ମନ ଦୃଢ଼ କରି ଯଦି ପାଦ ପକାଇ ଚାଲିବ ଯାଇପାରିବ ନିଶ୍ଚିତ 5 ଦିନ ଭିତରେ। ଆଶା ଅଛି, ବିଶ୍ୱାସ ଅଛି, ବିଶ୍ୱାସ ଦୃଢ଼ ଅଛି, ଭଲ ହେବି। ଭଲ ହେଲା ପରେ ଜଣାପଡ଼ିବ। ହେଇକିରି ଏମିତି ତ ବହୁତ ଲୋକଙ୍କର ଆଣ୍ଠୁ ହେଉଛି ନା, ଆଣ୍ଠୁ ବୋଧେ ଆମ ଗାଁରେ ତ ମୁଁ ଫାଷ୍ଟ ଅପରେସନ୍ ହେଲି। ତାପରେ କେତେ ଲୋକ ଅଛନ୍ତି ଆମେ ଯିବି ଜମା ଚାଲିପାରୁନାହାନ୍ତି, ମାନେ ଢଳି ଢଳି ଚାଲୁଛନ୍ତି। ଦେଖିକି ସେମାନଙ୍କର କ'ଣ ପଡ଼ିବାର ବାବା ଦେଖିବି, ଗୋଟେ ଲୋକ ଦେଖିଲା ପରେ ଲୋକଙ୍କର ସମସ୍ତେ ପ୍ରଭାବିତ ହେବେ।